सुंदर तृप्तिर अवसाद नाही जेते देखुथिले नुआ दिशुथाई।
ये पृथ्वी होउची गोटे सुंदर दुनिया, सुंदर दुनिया। एठी केते जाति फूल फुटे, केते प्रकार फल धरे, जलवायु गोटे गोटे जगार गोटे गोटे प्रकार जलवायु प्रवाहित हुए, समुद्र प्रवाहित हुए, विभिन्न नाम रे समुद्र नामित होइछि। वृक्ष तरु तृण लता जीव पशु पक्षी कीट पतंग ग्रह तारा नक्षत्र यदि सबको जड़े निरोला निर्जन रे चिंता करे, यदि प्रकृत रे से चिंता करिवो, सी जानी पारिबो तार आदि अंत मध्य हुए तो से न पाई पारे, किंतु से बुझी पारिबो ये दुनियाटा केते सुंदर, ये पृथ्वीटी केते सुंदर। ये सुंदर पृथ्वी भितरे आमे जड़े जड़े बिंदु सदृश, जड़े जड़े मनीष। आमे गोटिए मनीष हेले भी अनेकों नहीं आमे बंचीछु। आम परिवार, आमर पड़ोसी, आमर बंधु बांधव, आत्मीय स्वजन एमानकु तो नहीं बंचीचु, ता सहित यही पृथ्वी उत्पन्न केते द्रव्य, केते परिवा, केते वृक्ष समस्त को नहीं करी आमे होचु बंचीचु बा आमे सुंदर हेचु। सेठी पाई संगीत बलिया लिखिला, सुंदर तुमरी चरणर धूली। से चरणर धूली पितामातांकर गुरु गुरुजनंकर एवं गुरुदेवंकर, सुंदर तुमरी चरणर धूली, सुंदर तुमरी ना, सुंदर तुमरी ये टिकी दुनिया, सुंदर तुमरी गाँ। केते गाँ अच्छी, केते सहर अच्छी, केते कौन अच्छी। ठाकुर अभिराम गोटे बढ़िया कथा कहिले, हरि सर्वभूते अच्छन्ति सर्वे हरिंक पुत्र, काटी करी जदि देखिब सबु एक रकत। ये पृथ्वी पृष्ठ रे अनेक धर्म बा धर्मावलंबी माने अछंती, अनेक मतावलंबी माने अछंती, अनेक जाति अछंती, अनेक स्वभावर मनीष अछंती। किए केउ देशर अधिवासी, आमे भारतर अधिवासी, किए इटालीर अधिवासी, किए जापानर अधिवासी, किए चीनर अधिवासी, किए पाकिस्तानर अधिवासी, किए बंगलादेशर अधिवासी, किए अमेरिकार अधिवासी, किए रूस फ्रांस जापान माने विभिन्न देशर अधिवासी रूपरे समस्ते जीवन अतिबाहित करुछन्ति। भाषा अलगा, किए इंग्राजी भाषा कहूची, किए रूसियान भाषा कहूची, किए चाइनीज भाषा कहूची, भाषा अलगा। खाद्य पेय तार मध्य पार्थक्य रही। आमे भात खाऊचु, यही भारत वर्ष रे अनेक भात ही खाती, रुटी खाती नहीं। अनेक रुटी ही खाती, भात को खाया को एते भल पाती नहीं। आउ केउठी रुटी आउ भात मिसई किरी खाती। किए मक्का रुटी खाए, किए बाजरा रुटी खाए। यही गोटे देशर जलवायु नहीं लोकंकर खाद्य प्रणाली मध्य अलगा, किंतु खाद्य खाती केतबेले खाती, भोक कले खाद्य खाती, शोष कले
ପାଣି ପିଅନ୍ତି। ନିଦ ମାଇଲେ ସେମାନେ ଶୁଅନ୍ତି। ତା ସହିତ କର୍ମ କରନ୍ତି, ଜ୍ଞାନ ଆହରଣ କରନ୍ତି, ଭକ୍ତି କରନ୍ତି। ଇଏ ସବୁ ଭିନ୍ନ ଭିନ୍ନ ହେଲେ ବି କିନ୍ତୁ ଖାଇବା, ପିଇବା, ଶୋଇବା, ମନର ଅଭିଳାଷକୁ ପୂର୍ଣ୍ଣ କରିବା, ବିଭିନ୍ନ ଅଭିଳାଷ, ଇଏ ସବୁ ସମାନ। ଏଠି ମୋ ଦେହରୁ ରକ୍ତ କାଟିଦେବେ, ଗୋଟେ ଦେହରୁ କାଟିଦେବେ, ଯେଉଁ ରକ୍ତ ପ୍ରବାହିତ ହେବ, ଯାହାର ଶରୀରକୁ ଆପଣ କାଟିବେ ସେ ମଧ୍ୟ ସେଇ ରକ୍ତ ପାଇବେ। ହଁ, କାହାର ବିଭିନ୍ନ ରୋଗ, ରକ୍ତ ବି ଇନଫେକ୍ସନ୍ ହୁଏ, କାହାର ମଧୁମେହ ଥାଇପାରେ, କାହାର ଆଉ କ'ଣ ବ୍ଲଡ଼ କ୍ୟାନ୍ସର ଥାଇପାରେ, ସେ ସବୁ ଅଲଗା କଥା। କିନ୍ତୁ ସମସ୍ତଙ୍କ ଦେହରେ ରକ୍ତ ପ୍ରବାହିତ ହୁଏ। ସମସ୍ତଙ୍କ ଆଖିରୁ ଦୁଃଖ ବେଳେ ହଉ ବା ପ୍ରେମରେ ହଉ ଅଶ୍ରୁ ନିର୍ଗତ ହୁଏ। ଏହା ସତ୍ୟ, ଚିରନ୍ତନ ସତ୍ୟ। ଆମେ ଏଠାରେ ନାକ ବାଟେ ନିଶ୍ୱାସ ନେଉଛୁ, ଆଖି ବାଟେ ଦେଖୁଛୁ, କାନ ବାଟେ ଶୁଣୁଛୁ, ଆମେ ପାଟି ବାଟେ ଖାଉଛୁ। ଏମିତି ଗୋଟେ ସମୟ ପଡ଼ିବ ଆମକୁ ଡିଜିଜ୍ ହେଲା, ନାକ ବାଟେ ଆମକୁ ଖାଦ୍ୟ ଦେବେ। ତା ଅର୍ଥ ନୁହେଁ ନାକ ବାଟେ ଏଣିକି ଆମେ ସବୁବେଳେ ଖାଇବା। ଏହା ଯଦି ସମସ୍ତଙ୍କ ପାଇଁ ସମାନ, ତାହେଲେ ଧର୍ମ କେମିତି ବିଭିନ୍ନ ରୂପରେ ନାମିତ ହେଲା, ମତ କେମିତି ଅଲଗା ହେଲା। ଏଠି କୃଷ୍ଣ ଆସିଛନ୍ତି, ତାଙ୍କୁ ଅବତାରୀ ପୁରୁଷ ବୋଲି କହିଛନ୍ତି, କିନ୍ତୁ ମଣିଷ ଦେହରେ ଜନ୍ମ ହେଇଥିଲେ। ସେ ମଣିଷ ଭଳି ଖାଉଥିଲେ, ସେ ନାକରେ ନିଶ୍ୱାସ ନେଉଥିଲେ, କାନରେ ଶୁଣୁଥିଲେ, ସେ ବଂଶୀ ବଜାଉଥିଲେ, ସେ ଅଲଗା କଥା। କିନ୍ତୁ ରାମ ଜନ୍ମ ହେଇଥିଲେ। ରାମ କ'ଣ ସ୍ୱତନ୍ତ୍ର ଭାବରେ ବଞ୍ଚିଥିଲେ? ରାମଙ୍କୁ ଅବତାର ବା ଅବତାରୀ ପୁରୁଷ ବୋଲି କୁହାଯାଉଛି। ସେଇ ନାକ, ସେଇ କାନ, ସେଇ ପାଟି, ସେଇ ହାତ, କୃଷ୍ଣ ବଂଶୀ ବଜାଉଥିଲେ ହାତରେ, ଆଉ ରାମ ଧନୁ ଧରିଥିଲେ ହାତରେ। ଏମିତି ବି ଦେଖାଯାଉଛି ଜଣେ ଜଣେ ଗୋଡ଼ରେ ଲେଖୁଛନ୍ତି, ମାନେ ହ୍ୟାଣ୍ଡିକ୍ରାଫ୍ଟ। ସେଇଟା ଗୋଟେ କୋଟିକରେ ଗୋଟିଏ ଉଦାହରଣ ଦିଆଯାଇପାରିବ। ତେଣୁ ସବୁ ଯଦି ଗୋଟିଏ, ଆମେ ଖ୍ରୀଷ୍ଟିଆନ ଧର୍ମର ଯୀଶୁଙ୍କୁ ଦେଖିବା। ଯୀଶୁ କ'ଣ, ଯୀଶୁଙ୍କର ସିଏ କ'ଣ ନାକ ବାଟେ ଖାଉଥିଲେ, ପାଟି ବାଟେ ଶୁଣୁଥିଲେ? ସେଇ ପାଟି, ସେଇ ନାକ, ସେଇ କାନ, ସେ ଆଖିରେ ଆମେ ଯାହା କରୁଛୁ ସେ ବି ସେଇଆ କରୁଥିଲେ। ହଁ, ତାଙ୍କ ଭିତରେ ଜ୍ଞାନ ଅଧିକ ଥାଇପାରେ, ସେଇଟା ଅଲଗା କଥା। ମହମ୍ମଦ ଜନ୍ମ ହେଇଥିଲେ, ମହମ୍ମଦଙ୍କର କ'ଣ ନାକ, କାନ, ଆଖି, ପାଟି ସବୁ ଅଲଗା ଥିଲା? ସେଇଭଳି ଭାବରେ ଭଗବାନ ବୁଦ୍ଧ ଜନ୍ମ ହେଇଥିଲେ, ଭଗବାନ ବୁଦ୍ଧଙ୍କର କ'ଣ ନାକ, ପାଟି, ଆଖି, କାନ ଅଲଗା ଥିଲା? ଜନ୍ମ ହେଇଥିଲେ ଶିଖ ଧର୍ମର ଗୁରୁ ନାନକ, ମହାବୀର ଜୈନ, ସମସ୍ତଙ୍କର କ୍ରିୟା ଅଲଗା ଥିଲା, ସ୍ୱତନ୍ତ୍ର ଥିଲା। ହୁଏତ କିଏ କ'ଣ ଖାଉଥିଲା। ଆପଣ ଯିବେ ଗୁରୁଦ୍ୱାରକୁ ଯିବେ, ସେଠି ତାଙ୍କର ମହୋତ୍ସବକୁ କହନ୍ତି ଲଙ୍ଗର। ଲଙ୍ଗରରେ ରୁଟି ଦିଆ ହେଉଛି ଏବଂ ଡାଲି ଦିଆହେଉଛି। ଆମେ ଏଠି ଯଦି ମହୋତ୍ସବଟିଏ କରିବୁ, ଅନ୍ନ ଦେବୁ, ଡାଲି ଦେବୁ, ତରକାରୀ ଦେବୁ ବା ଡାଲମା ଦେବୁ।
ଦକ୍ଷିଣ ଭାରତରେ ଯଦି କିଏ ମହୋତ୍ସବ କରିବ ସେ ଅନ୍ନ କରିବ ସମ୍ବର କରିବ। ସବୁ ଯଦି ସମାନ ତାହେଲେ ସୂର୍ଯ୍ୟ କ'ଣ ଅନେକ? ସେଇ ଜଣେ ସୂର୍ଯ୍ୟ ଭାରତରେ ତାଙ୍କ ଉଦୟକାଳୀନ ଅସ୍ତକାଳୀନ ସମୟ ଅଲଗା, ଆମେରିକାରେ ଉଦୟକାଳୀନ ଅସ୍ତକାଳୀନ ଅଲଗା। ବିଭିନ୍ନ ଦେଶରେ ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ଘଣ୍ଟାଏ 2 ଘଣ୍ଟା 3 ଘଣ୍ଟା ଏପଟ ସେପଟ ହେଇପାରେ, କିନ୍ତୁ ସୂର୍ଯ୍ୟ କେତେ ଜଣ? ଜଣେ ହେଉଛନ୍ତି ସୂର୍ଯ୍ୟ। ଚନ୍ଦ୍ରମା ସେ କେତେ ଜଣ? ଗୋଟିଏ ଚନ୍ଦ୍ରମା। ହଁ, ବୈଜ୍ଞାନିକ ମାନେ କହୁଛନ୍ତି ଅନେକ ସୂର୍ଯ୍ୟ ଅଛନ୍ତି, ସେଟା ଗୋଟେ ଗବେଷଣାର କଥା। ପବନ, ସମୁଦ୍ର, ଯଦି ସମସ୍ତଙ୍କ ପାଇଁ ସମଭାବରେ ତାର ଆବଶ୍ୟକ ରହିଛି, ତାହେଲେ ଧର୍ମ ମତ ଭିତରେ ଯେଉଁ ବିଭେଦ ସୃଷ୍ଟି ହେଇଛି ଆକୁ କରିଛି କିଏ? ସର୍ବଶକ୍ତିମାନ ଈଶ୍ୱର କେବେ ହିଁ କରିନାହାନ୍ତି, ଆଲ୍ଲାହ କରିନାହାନ୍ତି, କିମ୍ବା ପରମାତ୍ମା କରିନାହାନ୍ତି, ଗଡ୍ କରିନାହାନ୍ତି। ଆକୁ କିଏ କରିଛନ୍ତି? ଜଣେ ଜଣେ ମତର ମୂଳ ମଣିଷ, ସିଏ ହିଁ ଅନେକ ମତ ସୃଷ୍ଟି କରିଛନ୍ତି, ଅନେକ ପନ୍ଥ ସୃଷ୍ଟି କରିଛନ୍ତି। କିନ୍ତୁ ପ୍ରକୃତରେ ଆମର ଧର୍ମ ଗୋଟିଏ ଯଦି ଧର୍ମର ନାଁ ଥାନ୍ତା ତାହେଲେ ଆଜି କଳି କଜିଆ ହୁଅନ୍ତା ନାହିଁ। କିଏ କହନ୍ତା ଆମେ ବୁଦ୍ଧିଷ୍ଟ, କିଏ କହନ୍ତା ଆମେ ଜୈନ, କିଏ ଆମେ ଶିଖ, ଇଏ କଜିଆ ଲାଗି ନଥାନ୍ତା। ମହାପୁରୁଷ ମାନେ କରିଦେଇକିରି ଗଲେ, କିନ୍ତୁ ଆମେ ତାକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ବ୍ୟବହାର କଲେ। କେହି କହେ ଗ, କେହି ଆଲ୍ଲାହ, ଏଥିପାଇଁ ବୃଥା ମରା। କେହି କହେ କେହି ଆଲ୍ଲାହ, ଜଣେ ମହାପୁରୁଷ ବିଶ୍ୱଗୁରୁ ବାୟା ପାଗଳା କାଳିଆ ବୋଦାର ଗୁରୁ ତୀର୍ଥର ଗୁରୁକ୍ଷେତ୍ରର ସେ ହେଉଛନ୍ତି ପ୍ରତିଷ୍ଠାତା। ସେ ଗୋଟେ ସୁନ୍ଦର ପଦ ଲେଖିଲେ ବାୟା ଗୀତାରେ, ଆକାଶ ଯାହାର ପରଦା, ପୃଥ୍ୱୀ ଆଖ ଘର, ତାର ମନ ରସିବ ରାଜ ସିଂହାସନ। ଆକାଶ ତାର ପରଦା, ପୃଥ୍ୱୀ ଆଖ ଘର, ତାର ମନ କାହୁଁ ରସିବ ରାଜ ସିଂହାସନ। ଆକାଶ ହଉଛି ଗୋଟିଏ ପରଦା। ଆକାଶ ବୋଲି ଗୋଟେ କୋଉଠି କିଛି ନାହିଁ, ଶୂନ୍ୟକୁ ଆକାଶ କୁହାହଉଛି। ପୃଥ୍ୱୀ ହଉଛି ଆଖଡ଼ା ଘର। ଗୋଟିଏ ଆକାଶ ତଳେ ଆମେ ଅଛୁ, ଗୋଟିଏ ପୃଥିବୀରେ ଆମେ ଅଛୁ। ବସୁଧୈବ କୁଟୁମ୍ବକମ୍। ତେଣୁ ଆମେ ସମସ୍ତେ ଏକ ଓ ଅଭିନ୍ନ। ଏଠି କେତେ ମହାପୁରୁଷ ମାନେ ଜନ୍ମ ହୋଇଛନ୍ତି। ଆଜି ଆମର ଜଗତସିଂହପୁର ଜିଲ୍ଲାର ଜଣେ ମହାପୁରୁଷ ଥିଲେ ବୁଦ୍ଧନାଥ। ସେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ସେଠି ଶ୍ଵେତ ବଟ ଅଛନ୍ତି, ଆଉ ଏମିତି ସବୁ ତାଙ୍କର ଅଛି। କିନ୍ତୁ ସେଠି ବ୍ୟତିକ୍ରମ ହେଉଛି ଜଗନ୍ନାଥଙ୍କର ହାତ ଅଛି, ଗୋଡ଼ ଅଛି,
ବଳଭଦ୍ରଙ୍କର ଅଛି, ଏଇଭଳି ରୂପରେ ସେ ପୂଜା ପାଉଛନ୍ତି। ଆଜି ତାଙ୍କର ଜନ୍ମଦିନ। ଅଚ୍ୟୁତଙ୍କର ସେ ହେଉଛନ୍ତି ପରମ ଭକ୍ତ। ସେ ବଳିଆକୁ ଡାକୁଥିଲେ ସଖା ବା ସଖା ଡାକୁଥିଲେ କି ବନ୍ଧୁ ଡାକୁଥିଲେ ମୋର ମନେ ନାହିଁ, କିନ୍ତୁ ସଖା ଭାବରେ ସେ ବଳିଆକୁ ଅତ୍ୟନ୍ତ ଭଲ ପାଉଥିଲେ। ତାଙ୍କର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ସମସ୍ତ କାର୍ଯ୍ୟ ଅନନ୍ତ ଆଶ୍ରମର ଭକ୍ତମାନଙ୍କ ଦ୍ୱାରା ସମାହିତ ହେଇଥିଲା। ତେବେ ଯାହା ହଉ, ଜଗନ୍ନାଥ କହିଲେ ଆମେ ଭାବୁଛୁ ପୁରୀ ଶ୍ରୀକ୍ଷେତ୍ର। ସେଇ ଜଗନ୍ନାଥ ଗାରୋଇରେ ଅଛନ୍ତି ହାତ ଗୋଡ଼ ନେଇ। ଜଗନ୍ନାଥ ହିଁ ଜଗନ୍ନାଥ। ସେଇ ଜଗନ୍ନାଥ ଅଛନ୍ତି ଛତିଆ ଅନନ୍ତ ଗୋପାଳ ଧାମରେ। ସେଠି କେମିତି ଅଛନ୍ତି? ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା। ଆଉ କୋଉଠି ଅଛନ୍ତି? ଆଉ ସବୁ ଜାଗାରେ ଅଛନ୍ତି। ପ୍ରଥମେ ବଳଦେବ, ତାପରେ ସୁଭଦ୍ରା, ତାପରେ ଜଗନ୍ନାଥ। ଛତିଆରେ ପୂଜା ପାଉଛନ୍ତି ଆଗ ବଳଭଦ୍ର, ମଝିରେ ଜଗନ୍ନାଥ, ତାପରେ ସୁଭଦ୍ରା। ଗାରୋଇରେ ବଳଦେବ, ଜଗନ୍ନାଥ, ସୁଭଦ୍ରା ଯୋଉଠି ଥିବା କଥା ସେଇଠି ଅଛନ୍ତି। ହାତ ଗୋଡ଼ ଅଛି। ଆମେ ଗୋଟେ ଖୋର୍ଦ୍ଧାର ଗୋଟେ ଜାଗାକୁ ଯାଇଥିଲୁ। ସେଠି ମଧ୍ୟ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା ହେଇଛନ୍ତି। ସେଇ ତାଙ୍କର ହାତ ଗୋଡ଼ ଅଛି। ଯାହାଙ୍କର ହାତ ଗୋଡ଼ ଅଛି ସେ କ'ଣ ଚାଲୁଛନ୍ତି? ସେ ଯୋଉଠି ଅଛନ୍ତି ସେଇଠି ଅଛନ୍ତି। ଯାହାଙ୍କର ହାତ ଗୋଡ଼ ନାହିଁ ସେ କୋଉ ଚାଲୁଛନ୍ତି? ସେ ଯୋଉଠି ଅଛନ୍ତି ସେଇଠି ଅଛନ୍ତି। ଏଠି ବି ପହଣ୍ଡି ହଉଛନ୍ତି, ସେଠି ବି ପହଣ୍ଡି ହଉଛନ୍ତି। ତେଣୁ ନାନା ମୁନିର୍ଯସ୍ୟ ମତୋପି ଭିନ୍ନା। ତେଣୁ ସଜ୍ଜନ, ଗତକାଲି ଗୋଟିଏ କଥା କହିଥିଲି, କିଏ କାହାକୁ ମାନୁଛି ସେ ହେଉଛି ଏକ। ମୁଁ ଯାହାକୁ ମାନୁଛି ସେ ସେଇଆକୁ ମାନୁଛନ୍ତି। ଜଣେ କମଳ ଘୋଡ଼େଇ ହେଇକିରି ବସିକିରି ସେ ତାର କ'ଣ ଗୁଣୁ ଗୁଣୁ ହେଇକିରି ଭଗବାନଙ୍କୁ ଡାକୁଥିଲା। ଆଉ ଜଣେ କହିଲା, ଭାବିଲା ମୁଁ ମଧ୍ୟ ସେମିତି ଭଗବାନଙ୍କୁ ପାଇବି। ସେ ଯାଇ କାନ ପାରିଲା କୋଉ ମନ୍ତ୍ରରେ ସେ ଭଗବାନଙ୍କୁ ଡାକୁଛି, କିଛି ଶୁଭିଲାନି। ସିଏ ଗୋଟେ ନୂଆ ମନ୍ତ୍ର ସୃଷ୍ଟି କଲା। ସେ ନୂଆ ମନ୍ତ୍ରଟି କ'ଣ? ସେ କାଳିଆ କମଳ ବାବାଜୀ ଯାହାକୁ ଭଜୁଛନ୍ତି ମୁଁ ସେଇଆକୁ ଭଜୁଛି। ତା ଜପ ହେଲା କାଳିଆ କମଳ ବାବାଜୀ ଯାହାକୁ ଭଜୁଛନ୍ତି ମୁଁ ସେଇଆକୁ ଭଜୁଛି। ଏମିତି ନାମ କଲା। ସିଏ ମନ୍ତ୍ର ଉପରେ ଏପରି ନିଷ୍ଠା ଆସିଲା, ଠାକୁର ଆସି ପହଞ୍ଚିଗଲେ। ଭକ୍ତ ପଚାରିଲା, ତମେ କିଏ? ନା ମୁଁ ପରା ହଉଛି ସେ କାଳିଆ କମଳ ବାବାଜୀ ଯାହାକୁ ଭଜୁଥିଲା, ମୁଁ ପରା ସେଇ। ନା ମୁଁ କେମିତି ଜାଣିଲି ସେ ତମକୁ ଭଜୁଛି ବୋଲି? ତାକୁ କୁହ, ସିଏ ମୋତେ ପରିଚୟ ଦେଲେ ମୁଁ ତମକୁ ମାନିବି। ବଡ଼ ମୁସ୍କୁଲି କଥା। ତାପରେ ଭଗବାନ ଗୁରୁ ଓ ଶିଷ୍ୟକୁ ଉଭୟଙ୍କୁ ଦେଖାଦେଲେ। ତେଣୁ ସଜ୍ଜନ, କିଏ କହୁଛି ଠାକୁରଙ୍କର ଚାରି ହାତ ଦେଖିଛ କି? କିଏ କହୁଛି ଭଗବାନଙ୍କର ଅନେକ ବାହୁ ଦରବକ୍ତ ନେତ୍ର ଦେଖିଛ? ବ୍ରହ୍ମାଙ୍କର ଚାରି ମୁଣ୍ଡ ଦେଖିଛ କି? ନା ମୂର୍ତ୍ତିରେ ଦେଖିଛ? ଶିବଙ୍କର ପଞ୍ଚମୁଣ୍ଡ ଦେଖିଛ? ତେବେ ବିଶ୍ୱାସ ମିଳଇ କୃଷ୍ଣ। ଶାସ୍ତ୍ର ଲେଖିଛି, ଆମକୁ ବିଶ୍ୱାସ କରିବାକୁ ହବ। କିନ୍ତୁ ତତ୍ଵ ଜାଣିଲେ ଟୁଟେ ଭ୍ରାନ୍ତି, ଭବସାଗରୁ ତରି ଯା। ତତ୍ଵ ଜାଣିଲେ ଟୁଟେ ଭ୍ରାନ୍ତି, ତତ୍ଵ କ'ଣ? ବ୍ରହ୍ମାଙ୍କର ତ ଚାରୋଟି ମୁଣ୍ଡ। ତତ୍ଵ କ'ଣ? ଧର୍ମ, ଅର୍ଥ, କାମ, ମୋକ୍ଷ, ଇଏ ଚାରୋଟି ମୁଣ୍ଡ ହଉଛି ବ୍ରହ୍ମାଙ୍କର।
ଶିବଙ୍କର 5 ମୁଣ୍ଡ ସେ କ'ଣ? ଜଳ ବାୟୁ ମାଟି ଅଗ୍ନି ଆକାଶ 5 ମୁଣ୍ଡ, ଆଉ କିଛି ନୁହଁ। ଭଗବାନଙ୍କର 4ଟା ହାତ ତମେ ଦେଖିଛ? ଦେଖିନା, ଗୀତାରେ ଶୁଣିଛ। କିରୀଟିନଙ୍ଗ ଦୀନଂସ ବିଚ୍ଛା ତେନୈବ ରୂପେଣ ତମେ ଦେଖିଛ କି? ଅର୍ଜୁନ ଦେଖିଥିଲେ, ଆମେ ବିଶ୍ୱାସ କରିବା। ଶଙ୍ଖ ଭଲ କାମ ଆରମ୍ଭ କର, ଶୁଭାରମ୍ଭ କର, ଇଏ ହଉଛି ଶଙ୍ଖ। ସେ ଶଙ୍ଖ କୋଉଠି ବାଜିଲାଣି? ଯୋଉଠି ମୂର୍ତ୍ତି ଦେଖୁଛ ଶଙ୍ଖକୁ ଧରିଛନ୍ତି, ସେ ଶଙ୍ଖ ବାଜୁଛି। ଶୁଭ କାର୍ଯ୍ୟ ଆରମ୍ଭ ହେଲେ ଶଙ୍ଖ ବାଜେ। ଚକ୍ର ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟରୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଜୀବନ କାମ କରେ। ସବୁ କାମ ତ ସେଇଆ ଆଉ। ଆରମ୍ଭ ହେଲା, ଆମେ ପାଠ ପଢ଼ୁଛୁ, 10ଟା ବେଳେ ସ୍କୁଲ ଯିବୁ, 4ଟା ବେଳେ ଫେରିବୁ। ସମୟ ଚକ୍ର, ଭାଗ୍ୟ ଚକ୍ର, ଗ୍ରହ ଚକ୍ର କଥା ମୁଁ କହୁନି। ଗୋଟେ ନିର୍ଦ୍ଦିଷ୍ଟ ସମୟ ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୁଏ। ଧରନ୍ତୁ ସୂର୍ଯ୍ୟ ଉଦୟ ହେଉଛନ୍ତି, ଅସ୍ତ ହେଉଛନ୍ତି, ଆମ କାମଟା ସରିନି। ଆମେ ଯଦି ଠିଆ ହେଇକିରି କହିବା, ହେ ସୂର୍ଯ୍ୟ ଦେବତା ଆଉ ଅଧଘଣ୍ଟାଏ ଅପେକ୍ଷା କରନ୍ତୁ, ମୋ କାମଟା ମୁଁ ସାରିଦେଲେ ଆପଣ ଅସ୍ତ ହେବେ, ହବ କି? ଇଏ ହେଉଛି ସମୟ ଚକ୍ର। ଗଦା କ'ଣ? ଶାସନର ପ୍ରତୀକ। ପିତା ଶାସନ କରନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶାସନ କରନ୍ତି, ଗୁରୁଜନ ମାନେ ଆକଟ କରନ୍ତି, ଶାସ୍ତ୍ର ଆମକୁ ଆକଟ କରେ। ଏଇ ହଉଛି ଗଦା, ଗତିଦାତା। ପଦ୍ମଟି କ'ଣ? ଜ୍ଞାନର ପ୍ରତୀକ, ସୌନ୍ଦର୍ଯ୍ୟର ପ୍ରତୀକ, ଜ୍ଞାନର ପ୍ରତୀକ, ଭାବର ପ୍ରତୀକ। ଅନେକ ଜାଗାରେ କୁହାଗଲା, ଅନେକ ବାହୁ ଜରବକ୍ତ୍ର ନେତ୍ରଂ ସର୍ବତୋନନ୍ତ ରୂପମ୍। ଆଚ୍ଛା ହଉ, ଏ ଯୋଉ ଅନେକ ବାହୁ ତରତର ହେଲେ କୋଉଠି ଭୁଲ ଭାଲ ହବ। ତେଣୁ ଅନେକ ବାହୁ ଜର ନାନ୍ତଂ ନ ମଧ୍ୟଂ ପଶ୍ୟାମି। ଆପଣଙ୍କ ଠାକୁରଙ୍କର ଅନେକ ହାତ, ଅନେକ ଗୁଣ। ଆରେ ଠାକୁର ଅଛନ୍ତି ଆମ ହୃଦୟରେ, ଆତ୍ମା ରୂପରେ। ଯୋଉଠି ଠାକୁର ଅଛନ୍ତି ତାଙ୍କର ହାତ ଅଛି। ଆଉ ଏଇ ହିସାବରେ ଅନେକ ବାହୁ, ଅନେକ ପେଟ, ଅନେକ ଗୋଡ଼, ଅନେକ ଆଖି, ଏଇଆ ସବୁ କଥା। ଆଉ ସେଇଭଳି ଭାବରେ ଠାକୁରଙ୍କୁ ଜଣକୁ କେନ୍ଦ୍ର କରି ଅନେକ ସଂଘ ଗଢ଼ି ଉଠିଛି। ଇସଲାମ ସଂଘ, ଯୀଶୁଖ୍ରୀଷ୍ଟଙ୍କ ସଂଘ, ବୁଦ୍ଧଙ୍କର ସଂଘ, ମହାବୀର ଜୈନଙ୍କ ସଂଘ, ଦିବ୍ୟ ଜୀବନ ସଂଘ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଂଘ, ଆଉ ଏମିତି ବହୁ ସଂଘ, ଠାକୁର ନିଗମାନନ୍ଦଙ୍କର ଜୟ ଗୁରୁ ସଂଘ। କମି ସଂଘ ଗଢ଼ା ହେଲାଣି। ଦିବ୍ୟ ଜୀବନ ସଂଘ ଶିବାନନ୍ଦଙ୍କର, ଆଉ ଗୋଟିଏ ଆମର ପଶ୍ଚିମ ଓଡ଼ିଶାରେ କାଳୀକୃଷ୍ଣ ସଂଘ। ଯିଏ କାଳୀ ସେଇ କୃଷ୍ଣ, ଯିଏ କୃଷ୍ଣ ସେ କାଳୀ, ସେ ସଂଘର ଆଇଡିଓଲୋଜି ହେଉଛି ଏହା। ଏଇଭଳି ଅନେକ ସଂଘ। ଏଠି ଗୋଟେ ସଂଘ ଗଢ଼ା ହେଇଛି ଅନନ୍ତ ଆଶ୍ରମରେ, ଅନନ୍ତ ବଳିଆ ସଂଘ। କିଏ କହୁଛି ମୁଁ ବୈଷ୍ଣବ ସମ୍ପ୍ରଦାୟ, କିଏ କହୁଛି ମୁଁ ରାମାଉଟି ସମ୍ପ୍ରଦାୟ, କିଏ କହୁଛି ମୁଁ ଏମିତି ସବୁ କେତେ, ମୁଁ ବି ସେ ନାଁ ଗୁଡ଼ାକ ଠିକ୍ ଭାବରେ କହିପାରିବି ନାହିଁ। କିଏ କହୁଛନ୍ତି ଆମେ ଶଙ୍କର ପନ୍ଥୀ, କିଏ କହୁଛନ୍ତି ଆମେ ନିମାର୍କ ପନ୍ଥୀ।
କିନ୍ତୁ ହେଲେ କ'ଣ ହବ? ସେଇ ଯେଉଁ ଗୀତାର ଶ୍ଳୋକ ଗତକାଲି କହିଥିଲି, ସବୁ ସଂଘରେ ପ୍ରାର୍ଥନା ଅଲଗା, କିନ୍ତୁ କେଉଁ ସଂଘରେ କି କହୁଛନ୍ତି କି ମଦ୍ୟ ଖାଅ, ଗଞ୍ଜେଇ ଖାଅ, ସିଗାରେଟ ଖାଅ, ବିଡ଼ି ଖାଅ, ଗୁଟୁକା ଖାଅ, ମିଛ କର, ମିଛ କୁହ, ଧର୍ଷଣ କର, ପରତନ୍ତିକି ଚିପ, ବଳାତ୍କାର କର। କେଉଁ ସଂଘ କହୁଛି କି? ସବୁ ସଂଘର ଆଭିମୁଖ୍ୟ ଭଲ ମଣିଷ ହୁଅ। ସେଇ କଥା କହିଗଲେ ନାମାଚାର୍ଯ୍ୟ ବାୟା। ଜୀବନର ଶେଷ ନିଶ୍ୱାସରେ ଜୟ ମଧୁସୂଦନ କହିଗଲେ ଭାଇ ଭାଇରେ ପ୍ରୀତି ରଖ, ଭଲ ମଣିଷ ହୁଅ। ଇଏ ଥିଲା ନାମାଚାର୍ଯ୍ୟ ବାୟାଙ୍କର ଶେଷ କଥା। କେତେ ସୁନ୍ଦର କଥା। ଦିବ୍ୟ ଜୀବନ ସଂଘରେ ଶିବାନନ୍ଦ କହିଗଲେ ବି ଗୁଡ୍ ଦୁ ଗୁଡ୍। ଅନୁକୂଳ କହିଲେ ନାମ ପରଂ ବ୍ରହ୍ମ, ନାମ ବଜ। ନିଗମାନନ୍ଦ କହିଲେ ପ୍ରେମାନନ୍ଦେ ଜୟ ଗୁରୁ। ଜୟ ଗୁରୁ ଶବ୍ଦ କୁହ। ସତ୍ୟ ସାଇ କହିଲେ ମାନସ ବଦରେ ଗୁରୁ ଚରଣମ୍। ଶିରିଡି ସାଇ କହିଲେ ସବକା ମାଲିକ ଏକ ହେ। ଏଠି ସବୁ ତ ସମସ୍ତେ ଗୋଟିଏ କଥା କହୁଛନ୍ତି, ପୁଣି ଆମର ଇଏ ମଣିଷ ଭିତରେ ଏତେ ଠେଲା ପେଲା କାହିଁ ଚାଲିଛି? ବୈକୁଣ୍ଠ ସୁନ୍ଦର ଭାବରେ ସେ ମଧ୍ୟ କହିଲେ ଭଜ। ସେ ମଧ୍ୟ ତାଙ୍କ ସଙ୍ଗୀତ ମାଧ୍ୟମରେ ରାମ ଓ କୃଷ୍ଣଙ୍କୁ ପ୍ରତିଷ୍ଠା କରିଗଲେ। ମଧୁସୂଦନ କେବଳ ନିରୋଳା କୃଷ୍ଣଙ୍କ କଥାକୁ ସେ ସୁନ୍ଦର ଭାବରେ ବର୍ଣ୍ଣନା କରିଗଲେ। ସମୟ ଶେଷ ହେଇଛି। ହଉ, ଆମେ ସବୁଦିନ ଏମିତି କହୁଥିଲେ, ବର୍ତ୍ତମାନ ଏମିତି କହିଲେ, ତେଣୁ ପୁଣି ଆସନ୍ତାକାଲିକି ଆଉ କେଉଁ ପ୍ରକାର କହିବା। କିନ୍ତୁ ଠାକୁର ଅଭିରାମଙ୍କ କଥା ତ କହିଲି, ଆଉ ଭୀମ ଭୋଇଙ୍କର ସେଇ ଗୋଟିଏ ପଦକୁ ଗାଇ ଇଏ ନୂଆ ମସିହାର ଦ୍ୱିତୀୟ ଦିନରେ ମୋର କଥାକୁ ସମର୍ପଣ କରୁଛି। ପ୍ରାଣୀଙ୍କ ଆର ଦୁଃଖ